ଏକ ଦୁଃଖଦ ଘଟଣା ଯାହାକି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ସହରରେ ଯେଉଁ ଖଜିନାଳ ରହିଛି, ଖଜିନାଳ ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଏ ହେଉଛି ମହୁମାଛି ଆକ୍ରମଣରେ ବର୍ତ୍ତମାନ ଯୁବକଙ୍କର ଜୀବନ ଚାଲିଯାଇଛି। ଏବଂ ଦେଖନ୍ତୁ ବର୍ତ୍ତମାନ ମୁଁ ଦେଖାଉଛି କିଭଳି ଭାବରେ ଏଇ ଯେଉଁ ଘର ଦେଖାଉଛି, ମୁଁ ଆପଣଙ୍କୁ ଦେଖନ୍ତୁ, ମୋର ସହଯୋଗୀ କହିବି ଦେଖେଇବେ। ଘରର ଉପର ଯେଉଁ ସିଡ଼ି ଘର ରହିଛି, ସିଡ଼ି ଘରେ ବର୍ତ୍ତମାନ ମାନେ ମହୁ ଫେଣା ଦୀର୍ଘ ବର୍ଷ ହେବ, 4 ରୁ 5 ବର୍ଷ ହେବ ମହୁ ଫେଣା ତାଙ୍କର ରହିଛି। এই ମହୁ ଫେଣା ଆଜି ତାଙ୍କର ପରିବାର ପାଇଁ କାଳ ସାଜିଲା। ଏବଂ ସିଏ ମୁଁ ଆଉ ଗୋଟେ କଥା ବି ଦେଖେଇବି। ଦେଖନ୍ତୁ ସିଏ ଆଜି ସକାଳୁ ଉଠିକି ଜିମ୍କୁ ଗଲେ, ଜିମ୍ ଗଲା ପରେ ଆସି ନିଜର ବାଇକ୍ ଥୋଇଛନ୍ତି। ଏଇ ହେଉଛି ସେଇ ବାଇକ୍ ଯେଉଁ ବାଇକ୍ରେ ସିଏ ଆସିଲେ ଘରକୁ, ଏବଂ ଏଇଠି ବାଇକ୍ ଥୋଇକି ସେ ଘରକୁ ଯାଉଥିଲେ। ସେହି ସମୟରେ ହଠାତ୍ ମହୁମାଛି ତାଙ୍କୁ ଆକ୍ରମଣ କରିଥିଲା। 3-4ଟି ମହୁମାଛି ତାଙ୍କର ମୁଣ୍ଡ ପାଖର ଯେଉଁ ଆମର ଯେଉଁ ଭ୍ୟାନ୍ ରହୁଛି, ଭ୍ୟାନ୍ ପାଖରେ ତାଙ୍କୁ ଆକ୍ରମଣ କରିଥିଲା, ଯାହାରି ଫଳରେ ସେ ହଠାତ୍ ଗୁରୁତର ହୋଇଯାଇଥିଲେ। ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କୁ ମେଡ଼ିକାଲ ନେବା ପାଇଁ ଉଦ୍ୟମ କରିଥିଲେ। ଏବଂ ଯାହାକି ସୂଚନା ରହୁଛି ସେ ଅଧା ବାଟରେ ହିଁ ତାଙ୍କର ଜୀବନ ଚାଲିଯାଇଥିଲା। ଏବଂ ଦୁଃଖଦ ଘଟଣା, ଯେତେବେଳେ ତଥାପି ସେମାନେ ଆଶା ବାନ୍ଧି ମେଡ଼ିକାଲ ପହଞ୍ଚିଲେ ଏବଂ ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଛନ୍ତି। ଏଭଳି ଦୁଃଖଦ ଘଟଣା ଯାହାକି ବାଲିଗୁଡ଼ା ଅଞ୍ଚଳରେ ପ୍ରଥମ ଥର ଘଟିଛି। ୟା ପୂର୍ବରୁ ମଧ୍ୟ ବାଲିଗୁଡ଼ା ସହରରେ ଯେଉଁ ବିଭିନ୍ନ ଯେଉଁ ମାର୍କେଟରେ ଯେଉଁ ବଡ଼ ବଡ଼ ଗଛ ରହିଛି, ଯେଉଁ ଶିମିଳି ଗଛ କଥା କୁହନ୍ତୁ, ବିଭିନ୍ନ ଗଛରେ ମହୁମାଛି ରହିଛି, ଯେଉଁଟାକି ଅନେକ ସମୟରେ ଯେତେବେଳେ ଯାନି ଯାତ୍ରା ହୁଏ, ବିଭିନ୍ନ ବାଣ କିମ୍ବା ଭୋଜି ଭାତ ହୁଏ, ସେ ସମୟରେ ମଧ୍ୟ ମହୁମାଛି ଅନେକ ଲୋକଙ୍କୁ ଆକ୍ରମଣ କରିବାର ସୂଚନା ରହିଛି। ତ ଆଜି ଏକ ଦୁଃଖଦ ଘଟଣା, ଗୋଟେ ଯୁବକଙ୍କର ଜୀବନ ଚାଲିଯାଇଛି। ଯୁବକଙ୍କ ନାଁ ହେଉଛି ବି ମହେଶ ଦୋରା। ସିଏ ଯିଏ ଚୁଡ଼ି ଦୋକାନ କରିଥିଲେ ବାଲିଗୁଡ଼ା ସହରରେ ଦୀର୍ଘ ଦିନ ହେବ, ସେ ଗୋଟେ ଚୁଡ଼ି ଦୋକାନ ଏବଂ ଷ୍ଟେସନାରୀ ଦୋକାନ କରିଥିଲେ। ସୁରୁଖୁରୁରେ ପରିବାର ଚାଲିଥିଲା, କିନ୍ତୁ ଦୁର୍ଭାଗ୍ୟବଶତଃ ଆଜି ତାଙ୍କର ଦେହାନ୍ତ ହେଇଛି। ଗୋଟେ ଅଭାବନୀୟ ଘଟଣା ଘଟିଲା। ସେ ସାହିର ଜଣେ ଭାଇ ଅଛନ୍ତି, ଆମେ ତାଙ୍କ ସହିତ କଥା ହେବା। କ'ଣ ହେଲା ଭାଇ, କ'ଣ ସବୁ ଘଟଣା ଘଟିଲା? ସକାଳୁ ମୁଁ ଘରେ ଥିଲି। କିଛି ସମୟ ପରେ ତାଙ୍କ ପୁଅ କହିଲେ ଆମ ବାବାକୁ ମହୁମାଛି ମାରିଦେଇଛି। ମହୁମାଛି ମାରିଦେଲା ପରେ ତାଙ୍କ ସାମ୍ନା ଘରେ ଯାଇକି ଥିଲେ, ଯାଇକି ଦେଖିଲା ପରେ ତାଙ୍କର ଟିକେ ହୋସ୍ ନଥିଲା। ତାପରେ ମେଡ଼ିକାଲ ଟିକେ ଟେମ୍ପୁ ଡାକିକି ନେଲା ବେଳୁ ଟିକେ ଲେଟ୍ ହେଲା। ବାଟରେ ପୁଣି ମୃତ୍ୟୁ ହେଲା ବୋଲି ଶୁଣାଗଲା। ମେଡ଼ିକାଲ ପହଞ୍ଚିଥିଲେ? ହଁ, ମେଡ଼ିକାଲ ନେଇଥିଲି। ମୃତ୍ୟୁ ଘୋଷଣା କରିଛନ୍ତି। ଆପଣ ସିଧାସଳଖ ଭାବରେ ଶୁଣୁଛନ୍ତି, ମେଡ଼ିକାଲ ନେଇଛନ୍ତି, କିନ୍ତୁ ମେଡ଼ିକାଲ ନେବା ପରେ ତାଙ୍କର ମୃତ୍ୟୁ ଘୋଷଣା କରିଛନ୍ତି। ଏବଂ ଦେଖନ୍ତୁ ଏ ଅଞ୍ଚଳରେ ଇଏ ଏକ ଦୁଃଖଦ ଘଟଣା। এই ଘଟଣା ନେଇ ବର୍ତ୍ତମାନ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ଥାନୀୟ ପ୍ରଶାସନ ଏଥିପ୍ରତି କ'ଣ ଗୁରୁତ୍ୱ ଦେଉଛନ୍ତି? ଯେହେତୁ ବାରମ୍ବାର ବାଲିଗୁଡ଼ା ସହରର ବିଭିନ୍ନ ବଜାରରେ ଏବଂ ଯେଉଁ ମୁଖ୍ୟ ବଜାରରେ ଯେଉଁ ବଡ଼ ବଡ଼ ଗଛ ରହିଛି, ସେଠି ମହୁମାଛି ଫେଣା ବାନ୍ଧିଛି ଏବଂ ଅନେକ ସମୟରେ ମଧ୍ୟ ଏଭଳି ଦୁର୍ଘଟଣା ଘଟୁଛି। ତ ଆଜି ଯେତେବେଳେ ଏଭଳି ଘଟଣା ଘଟିଛି, ତ ସ୍ଥାନୀୟ ପ୍ରଶାସନକୁ ଅନୁରୋଧ କରୁଛୁ, ଏଇ କଥାକୁ ଗୁରୁତ୍ୱ ଦିଅନ୍ତୁ। ଏବଂ ଏଇ ଯେଉଁ ପରିବାର ବର୍ତ୍ତମାନ ବେସାହାରା ହେଇଛନ୍ତି, ଏ କଥାକୁ ଗୁରୁତ୍ୱ ଦିଅନ୍ତୁ। ଏବଂ ଯେଉଁ ମହୁମାଛି ଗୁଡ଼ାକ ରହିଛନ୍ତି, ସେ ଯେଉଁ ଗଛରେ ରହିଛନ୍ତି, ସେ ଗଛକୁ ଯଦି ତାଙ୍କର ସେଠୁ ମହୁ କାଢ଼ିବା ବ୍ୟବସ୍ଥା କରାଯାଇ ପାରନ୍ତା, ତାହେଲେ ନିଶ୍ଚୟ ଆଗାମୀ ଭବିଷ୍ୟତ ପାଇଁ ଭଲ ହେଇଥାନ୍ତା। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଖଜିନାଳ ସାହିରୁ ତାପସ କୁମାର ନାୟକ, MBC TV।